नंदिनी तुम दूर मुझे बंची पारि तुम मथार सिंदूर देखिले मो पागल हो नंदिनी तुम मंगलसूत्र आउ कान देखिले मो पागल हो अढ़े दिन सीना आउ कार किंतु अढ़े ओली तुमको मो जीवन काढ़ी पारि मिछ ए सब मिछ लोक पाक तुम विश्वास करेनी मुझे जड़े हुआसी कन्या एक कथा को केमिति अविश्वास करिबी प्लीज लंडू प्लीज तमे किछि दिन पे दूर को चली जाओ मु जानि छी तमे मो बधु बेस देखिले आदम सही परिबनी तुम ठाउरे मु बुझी पारिबी नंदिनी प्रति मुहूर्त रे तुम प्रतिच्छबी मो हृदय कैनवास रे की मारी मते जंत्रणा देबो आ तमे कोन भाबुछ मु तम बिना बंची जेबी जे तुमको गोटे मुहूर्त न देखिले पागली परी हो जाउतला सिए जे तम बिना केमिति बचिबो एक कथा खाली मु जानि छी मो 7 दिन मोर जीवन साथी 7 दिन यदि अजणा मनुष्य निजर हो जाए मु पागल हो जी नंदिनी 7 जन्म पाई नुह जुग जुग पाई ए नंदिनी केवल नंदुर नंदू बिना नंदिनी रा कहानी अधा ए नंदिनी मो आखिर थरे आखि मिसे कहिलो तमे मते भूली जीवनी तो नहीं मु तुमको केबे भी भूलिबिनी तुम फेरियो बाटे को मु एते चाहि बसिदिबी ए नंदिनी आई लव यू नंदू आई लव यू
ମୁଁ ତ ଚାରିଆଡ଼େ ଖୋଜି ଆସିଲିଣି ତୋ କଥା ମୁତାବକ ମୁଁ ତୋ ପାଇଁ 2.5 ଦିନର ଜୀବନ ସାଥୀ ଠିକ୍ କରି ସାରିଛି। ଭାଗା ଗୋଟେ ସରଳ ନିଜ ମଣିଷ ନୁହେଁ ତ ମହାପୁରୁଷ। ତାର ସ୍ତ୍ରୀ ବ୍ରେନ୍ ଟ୍ୟୁମର ଅପରେସନ ପାଇଁ 4 ଲକ୍ଷ ଟଙ୍କା ଆବଶ୍ୟକ। 4 ଲକ୍ଷ ଟଙ୍କା ବିନିମୟରେ ସେ ମୋ କଥା ରାଜି ହୋଇଯାଇଛି। ଅଙ୍କଲ ତାମାନେ ଆପଣ କହିବାକୁ କ'ଣ ଚାହୁଁଛନ୍ତି? ମୁଁ ନନ୍ଦିନୀକୁ ଭଲ ପାଇନି। କିଏ କହିଲା ଭଲ ପାଉନି? ବାପା, ସେ କଣ ତା ସ୍ତ୍ରୀକୁ ଏତେ ଭଲ ପାଏ? ଏମିତି ଲୋକ ମୋ ଜୀବନରେ ମୁଁ ପ୍ରଥମ ଥର ଦେଖୁଛି, ଯିଏ ତା ନିଜକୁ ବଳି ପକେଇ ଦଉଛି ସ୍ତ୍ରୀ ପାଇଁ। ସେ ଲୋକଟାକୁ ଦେଖିବା ପରେ ମୋ ମନ ଭିତରେ ତା ପ୍ରତି କାହିଁକି ଇଚ୍ଛା ସୃଷ୍ଟି ହେଉଛି। ବାସ୍ତବରେ ଯଦି ସେ ମହାପୁରୁଷ ଜଣକୁ ମୋ ନିଜ ଜମି ରୂପେ ପାଇଥାନ୍ତି ମୋ ଜୀବନ ସାର୍ଥକ ମନେ କରନ୍ତି। ମୁଁ ଏବେ ଆସୁଛି ଅଙ୍କଲ। ଚାହିଁ ବସିଥିବି ନନ୍ଦିନୀ ଫେରିବା ବାଟକୁ। ସତ କହୁଛି ଅଙ୍କଲ, ମୋ ନନ୍ଦିନୀ ଯଦି ପୁଣି ଥରେ ମୋ ପାଖକୁ ଫେରି ନ ଆସେ ଆପଣଙ୍କ ଦ୍ୱାର ଦେଇ ମୋ କୋକେଇ ଯିବ। ଆଉ ସେଥିପାଇଁ ଆପଣ ହିଁ ଦାୟୀ ରହିବେ। ସେମିତି କୁହନି। ଯଦି କେବେ ଜୀବନରେ କୋକେଇ ଉଠେ ତାହେଲେ ଆମ 2 ଜଣଙ୍କ କୋକେଇ ଏକା ସାଙ୍ଗରେ ଉଠିବ। 2 ଜଣଙ୍କ ଜୁଇ ଏକା ସାଙ୍ଗରେ ଜଳା ହବ। ଜୀବନ ରାତିରେ ଯଦି ମୋତେ ଠକି ଦିଅ, ମୋ ପ୍ରେମକୁ ପ୍ରତାରଣା କରି ମହଂସ ସାରା ଜୀବନ ବସା ବାନ୍ଧିବି, ତାହେଲେ ପ୍ରେମିକା ଆଉ ପ୍ରେମ ଶାଶ୍ୱତ ଆଉ ଅମର। ତା ଛଡ଼ା ସେ ମୋହନ ମହାପୁରୁଷ ହଉ କି ସ୍ୱୟଂ ଭଗବାନ, ମୋତେ କିଛି ଫରକ ପଡ଼େନି। ମୁଁ କେବଳ ତମକୁ ଭଲ ପାଏ ଆଉ ତମକୁ ହିଁ ଭଲ ପାଉଛି। ତାହେଲେ କଥା ଦିଅ। କଥା ଦେଲି। ଚାଲ ମା, ଆଉ ଛିଡ଼ା ହେଲୁ କାହିଁକି? ତୋ ମନ ଟିକେ ଖୁସି ଦେବା ପାଇଁ ସେ ଲୋକଟା ବଳି ପଡ଼ିବ ବୋଲି ଗାଡ଼ି ପାଖରେ ଅପେକ୍ଷା କରିଛି। ଚାଲ ଯିବା, ଚାଲ। ବାବୁ, ଅପେକ୍ଷା କରି କରି ଅପେକ୍ଷାର ରାଜ୍ୟ ହରାଇବା ପରେ ମୁଁ ନିଜେ ଏଠାକୁ ଚାଲି ଆସିଥିଲି। ବାବୁ, ଏଥର ମେମ୍ ସାହେବକୁ କୁହନ୍ତୁ ତାଙ୍କର ସେ କଣ୍ଡିସନ୍ ଗୁଡ଼ିକ ମୋ ଆଗରେ ଉପସ୍ଥାପନ କରିବେ। ମାରେ କ'ଣ ପଚାର ଅଛି ତାଙ୍କୁ ପଚାର। ଆଚ୍ଛା ମିଷ୍ଟର, ତମର ପ୍ରଥମ ସ୍ତ୍ରୀ ଥାଉ ଥାଉ ତମେ ଦ୍ୱିତୀୟ ବିବାହ
ବରଂ ବଳି ପଡ଼ିବା ପାଇଁ କୁହନ୍ତୁ। ମୁଁ ଜାଣେ ତମେ ଉଆଁସୀ କନ୍ୟା, ତୁମକୁ ବିବାହ କରିବାର କିଛି ଦିନ ଭିତରେ ହୁଏତ ମରିଯିବି, ହେଲେ ମୋ ରାଧା ତ ତା ଜୀବନଟା ଫେରି ପାଇବ ନା। ମୁଁ ଜାଣିପାରୁନି, ତମେ ତ ମରିଯିବ, କିନ୍ତୁ ତମର ତା ବିଧବା ରୂପକୁ ନେଇ କି ସୁଖ ସାଉଁଟିବ? ସେ ପ୍ରଶ୍ନର ଉତ୍ତର ହୁଏତ ମୁଁ ଏବେ ଦେଇପାରିବିନି, ହେଲେ ମୋ ରାଧା ଯେଉଁ ଯନ୍ତ୍ରଣା ପାଉଛି ସେଥିରୁ ତ ସେ ମୁକ୍ତି ପାଇଯିବ। ସେ କଥା ଛାଡ଼, ମତେ ପ୍ରଥମେ ଗୋଟେ କଥା କୁହ, ତମେ ବାହାଘର ପରେ ମୋ ସହ ଗୋଟିଏ ଛାତ ତଳେ ରହିବ, ତମେ ମୋ ଶରୀର ପ୍ରତି ପ୍ରତିଲୋଭିତ ହବନି ତ? ମହନ ପୁରୁଷ ସତ ମ୍ୟାମ୍ ସାହେବ, କୌଣସି ନାରୀ ପ୍ରତି ତାର ଆସକ୍ତି ଭାବନା ଥିଲା ନା ଆଜି ଅଛି? ଏ ଦୁନିଆ ଜାଣିବ ଆମେ ସ୍ୱାମୀ ସ୍ତ୍ରୀ, ହେଲେ ମୁଁ ଜାଣିବି ତୁ ମୋ ସାନ ଭଉଣୀ ଆଉ ମୁଁ ତ ବଡ଼ ଭାଇ। ତମରି ପରି ମୋର ବି ଗୋଟିଏ ସାନ ଭଉଣୀ ଥିଲା। ମେଳା ବୁଲିବାକୁ ଯାଇଥିଲୁ, ସେଠାରେ ସେ ହଜିଗଲା ଯେ ହଜିଗଲା, ଯେତେ ଖୋଜିଲେ ବି ଆମେ ତାକୁ ପାଇଲୁ ନାହିଁ। ଥାଉ ଥାଉ, ଏତେ ଇମୋସନାଲ ହବା ଦରକାର ନାହିଁ। ମୋର ଗୋଟିଏ କଥା ମନେ ଗୋଟିଏ କଥା ରଖିବେ ମ୍ୟାମ୍ ସାହେବ, ମୁଁ ଯଦି କେବେ ମରିଯାଏ ମୋ ମଲା ଖବରଟା ରାଧାକୁ ଦେବେ ନାହିଁ, କାରଣ ମୋ ମଲା ଖବର ପାଇଲେ ସେ ଧୈର୍ଯ୍ୟ ଧରିପାରିବ ନାହିଁ। ତାହେଲେ କ'ଣ କହିବୁ ତାକୁ? କହିଦେବେ ଲମ୍ପଟ ମୋହନଟା ରାଧାକୁ ଭୁଲି ମୀରା ସହିତ ସହର ସମ୍ପର୍କ କେମିତି ଆରାମସେ ରହୁଛି। ସେମିତି ହେଲେ ସେ ବଞ୍ଚି ଥାଉ ଥାଉ ତମକୁ ଘୃଣା କରିବ। ଘୃଣା କରୁ ମତେ, ମୁଁ ତ ସେଇଆ ଚାହେଁ। ସେ ଯଦି ମତେ ଘୃଣା ନ କରେ ତାହେଲେ ମତେ ଝୁରିବ, ଘର କୋଣରେ ବସି ଗୁମୁରି ଗୁମୁରି କାନ୍ଦିବ। ଫେରିଯାଅ ତମେ, ମୁଁ ତମ ଭଳିଆ ଗୋଟେ ଦେବତାକୁ ମୋ ଜୀବନ ଯୋଗ୍ୟରେ ଆତ୍ମହତ୍ୟା ଦେବାକୁ ବାଧ୍ୟ କରିପାରିବିନି। ମରିଯିବ ମୋ ରାଧା ନା କରୁନି। ଆଉ ମନା କରିବିନି ତ କଣ କରିବି? ତମକୁ ଦେଖିଲା ବେଳକୁ ମତେ ଏମିତି ଲାଗୁଛି ବାପା, କଣ କହିବା କଥା କୁହ, ଆଉ ତାଙ୍କୁ କଣ କାର୍ଯ୍ୟ କରିବା କଥା ପଇସା ଦେଇକି। ସେ ଏଗ୍ରିମେଣ୍ଟ ପେପରଟା ଦିଅନ୍ତୁ, ମୁଁ ସେଥିରେ ସାଇନ୍ କରିଦେବି, ମୋତେ 4 ଲକ୍ଷ ଟଙ୍କା ଦେବେ, ଆଉ ମୁଁ ଆପଣଙ୍କ ଇଚ୍ଛା ମୁତାବକ ଓ ମ୍ୟାମ୍ ସାହେବଙ୍କ ଇଚ୍ଛା ଅନୁସାରେ ମୁଁ ସବୁ କାମ ଠିକ୍ ଠିକ୍ କରିନେବି। ନିଅ ଏ ଏଗ୍ରିମେଣ୍ଟ ପେପର ସାଇନ୍ କରିଦିଅ, ଆଉ ନିଅ 4 ଟଙ୍କା ମଧ୍ୟ ଚେକ୍ ରଖ। ଆଉ ଥରେ ଭଲ ଭାବରେ ଚିନ୍ତା କର ମୋହନ, ତମେ ଏତେ ବଡ଼ ଅଗ୍ନି ପରୀକ୍ଷା ଦେଇପାରିବ ତ? ଏତେ କଥା କହିସାରିଲା ପରେ ମୁଁ କ'ଣ ଅଗ୍ନି ପରୀକ୍ଷା ଦେଇପାରିବି? ବିଶ୍ୱାସ ଏମିତି ଖାଲି ବିଶ୍ୱାସ ନୁହଁ, ଯଥେଷ୍ଟ ବିଶ୍ୱାସ ଅଛି, ଖାଲି ବିବେକଟା ଟିକେ ବାଧା ଦେଲା ତ ସେଥିପାଇଁ ପଚାରିଦେଲି। ଆଉ କିଛି କହିବନି ମୋହନ? ଆଉ କ'ଣ କହିବି? ଗରାଖ ମୋ ଦର ନିର୍ଦ୍ଧାରଣ କରି 4 ଲକ୍ଷ ଟଙ୍କା ବିକ୍ରି ହୋଇସାରିବା ପରେ ମୁଁ ଆଉ କ'ଣ କହିବି? ମୋ ଜୀବନ କ'ଣ କହିବି? କିଛି ଜାଣିପାରୁନି। ଏଠୁ ମୁଁ ଖାଲି ଛିଡ଼ା ହୋଇ ଦେଖୁଛି এই জীবন জগরে মনীষ
বেলুন নিও বেলুন বেলুন বসো বেলুন বেলুন নিও বেলুন 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 নিও বেলুন বল দে 500 টাকা লাগিব আবে কালু মিয়ার মালটা দে 500 টাকা লাগিব ଏବେ ମୁଁ ତାକୁ ଲାଗୁ ହେଲେ ମାଲଟା ଦେ ହଁ କହିଲେ ଯାହା ବୋଲି ତାକୁ ଆଜି ସାବିତ୍ରୀ ଓଷା ଆଜି ପରି ଦିନରେ ସେ ବାହାରେ ଅଛନ୍ତି ଦିନ ଆସି ଅଧା ଭାଗ ବସିଲାଣି ଅଥଚ ତାଙ୍କର ଦେଖା ନାହିଁ ଧୀର ମନ୍ତ୍ର ଚାଲି ତାକୁ କେହି ନୁହନ୍ତି ସରି ସବୁବେଳେ ଖାଲି ଡେରି ଇଲୋ ହେଇବା ଆଲୋ ହେଇ ତାକୁ ଖୋଜୁଛୁ କ'ଣ ପାଇଁ ହଁ ସିଏ କ'ଣ ଆସି ତତେ ଦୋଳିରେ ବସି ଝୁଲାଇବ ନା ତ ବେଡ଼ି କୁସା କରିଦେବ ବା ହଇଲେ ହେ ବୁଢ଼ା ମୁଇଁ ହଇଲେ ଅଲକ୍ଷଣୀ ଛତର ଖାଇଟା ହାଣି ହଇଲେ ହେଇ ଘର ଭିତରଟାରେ ସଫା କରିବା ପାଇଁ ଲୁଗାପଟା ସବୁଆଡ଼େ ଅଛି ତାହେଲେ ତାକୁ ସଫା କରିବ କିଏ କ'ଣ ତ ବାପ 14 ପୁଷ ହଇଲେ ହେ ଆଲେ ଯାଉନୁ ଆଲେ ଯା ବା ମୁଁ ସବୁ ସଫା କରିଦେବି ଖାଲି ସେ ଆସି ଯାଆନ୍ତୁ ମୁଁ ସବୁ କାମ କରିଦେବି ମୁଁ ସବୁ କରିଦେବି ମୁଁ ଆଉ ଆସିବ ଚାହିଁତା ବରଂକୁ ଅପେକ୍ଷା ନ କରି ଯଦି ଜେମ୍ଫା ମାରିବା ଅଛି ଯା ଘର କାମ କରିବୁ ଯା ମୁଁ ତ ମନା କରୁନି ସେ ଘରେ ନାହାନ୍ତି କାଲି ସକାଳ ପାଖରେ ଯାଇଛନ୍ତି ଯେ ଏ ଯାଏ ଫେରି ନାହାନ୍ତି ସେ ଖାଲି ଫେରି ଆସନ୍ତୁ ମୁଁ ସବୁ କରିଦେବି ଏମିତିରେ ମୋ ମନ ବି ଟିକେ ଭଲ ଲାଗେ ମନ ଭଲ ସେ ଆଉ ଫେରିବ ବୋଲି କେମିତି ଭାବୁଛୁ 6 ମାସ ହେଲା ତାକୁ ଗୋଟେ ଗୋଟେ ହରାସ କଲୁଣି ତତେ ଖୁଆଇଦେବ ମୁଣ୍ଡ କୁଣ୍ଡେଇ ଦେବ ମେଡିସିନ ଦେବ ସେ ଗୋଟେ ପୁରୁଷ ପିଲାଟି ତା ପୁରୁଷ ପଳିଆରେ ହାତ ଆସିବନି କିରେ ବାପା ଜୀବନ କିରେ ଆରେ ମୁଁ ଶୁଣିଥିଲି ସେଇଟା କୁଆଡ଼େ କୋଉଠି ବାହାସାହା ହେଇ ରହିଲାଣି ବା ସେଇଟା କ'ଣ ବଡ଼ କଥା ଏ ରୋଗୀଣାକୁ ନେଇ କେତେ ଦିନ ସେ ଦେହ ଗନ୍ଧ ହବ ବଡ଼ ବୟସ ଅଛି ଝିଅ ମିଳିବା ବହୁତ ସହଜ ମୁଁ ମୋ ଭଗବାନଙ୍କୁ ବହୁତ ଭଲ ଭାବେ ଜାଣିଛି ଏମିତି କାମ କେବେ ବି କରିବେନି ନା। କେବେ ବି ନୁହଁ ନା ତତେ ଧରି ଖାଲି ଥେଇ ଥେଇ ହବ କହିବି ଯେ ତତେ ବହୁମା
ବାପା ବାପା ତମ ପୁଅ ଆସିଲେ ଆସିଲେ ସେ ହଁ ଆସୁଛି ଏକା ଆସୁନି ତୋ ପାଇଁ ମୁଣ୍ଡ ଅପରେସନ ପାଇଁ 4 ଲକ୍ଷ ଟଙ୍କା ନେଇ ଆସୁଛି ଆଲୋ 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 ସେ ଆସିଲେ କହିବ 4 ଲକ୍ଷ ଟଙ୍କା ହେଇବା ତମେ 4 ଲକ୍ଷ ଟଙ୍କା ନେଇକି ଆସିଛ ହେଇ ମୁଁ ତମକୁ ସେ ଦେଇଛି କୋଉଠୁ ଆଣିଲା କିଏ ତାକୁ ଦେଲା ହେ ହେ ଭଗବାନ ଶୁଣ ଗୋଟେ କାମ କରିବା ଚାଲ ପୋଲିସ ସବୁ ଜଣେଇଦବା ମୋ ମନ କହୁଛି ସେଇଟା କୋଉଠି ଡକାୟତ କରି ଆଣିଥିବ ପୁଲିସ ଆସି ଆମକୁ ବାନ୍ଧିବା ଆଗରୁ ଆମେ ସବୁ ସତ କଥା କହିଦବା একদম চুপ ମୋ ମୁଣ୍ଡ ଗରମ ଅଛି ରଗାଉନି କହି ଦଉଛି ନହେଲେ তোর ସବୁବେଳେ ରାବୁଳିଆ କଥା କଣ ରାବିଲା କଥା ରହ ସେ ଆସୁ ସେଥିରୁ ପ୍ଲାନ୍ କରି ଲକ୍ଷେ ଟଙ୍କା କାଢି ନେବା ପୋଲିସ ପଚାରିଲେ କହିବା କଣ କହିବା ଆମେ ସେ ଟଙ୍କା ବିଷୟରେ କିଛି ଜାଣି କିଛି ଜାଣି ହେଲେ ସେ ଚୋରି କରିଛି ଟଙ୍କା କଣ କଲା କଣ ନାହିଁ ତାକୁ ପଚାର ବାବା ଜୀବନ ଯଦି ସେ ଆମ ନାଁଟା କହିଦିଏ କହିବନି କହିବନି ଜମା କହିବନି ଜମା କହିବନି ତ ସେ କଥା ତୋଠୁ ଅଧିକ ମୁଁ ଜାଣିଛି ବାପା ସେ ଟଙ୍କା ଆଲେ ବାପା କୋଉଠୁ ପାଇଲେ ସେ ମୁଁ କହିପାରିବିନି ରେ ମା ବାପା ମୁଁ କହିପାରିବିନି ମୁଁ ତୋତେ କହିବାକୁ ମୋ ମୁଣ୍ଡ କାମ କରୁନି ହେଲେ ଆସିଲେ ସବୁ କଥା କହିବ ମା ସିଏ ଆଗରୁ ହଁ ତମେ କହିଦଉନ କଣ ଜାଣିଛ କହିଦିଅ ମା ଉଗାଳି ଦିଅ ହେଇବା ଅନା ମତେ ଟିକେ ଅନେଇଲ ମୋ ଉପରେ ରାଗିକି ଗର ହେଲେ କଣ ହବ ସବୁବେଳେ ତ ତମେ ମୋ ଉପରେ ଖାଲି ରାଗିବ ଆଉ ଯାହା ଜାଣିଛ ସତ କଥା କହିଦଉନ ତୁ କଣ ଆଲୁ ହାତ ସେଥିପାଇଁ ଭୁଆ କାମୁଡ଼ି ଗୋଡ଼ଉଛି ଅପଦାର୍ଥ ଟଙ୍କାଏ ଗୋଟାଏ ଟଙ୍କା ବି ରୋଜଗାର କରିବାରେ କ୍ଷମତା ନାହିଁ ଭାଷଣ ମାରିବାରେ ଢିଲା ହଉଛୁ ଏଇନା ବଡ଼ 4 ଲକ୍ଷ ନେଇ ଆସିଛି ତ ମୁଣ୍ଡରେ ବସାଇ ଦେଇ ହବ ଆରେ ସତ କଥାଟା କଣ ହେଇଛି ମତେ ନ କହି ଏମିତି ନିଜ ଭିତରେ ଟଣାଟଣା କାହିଁକି ହଉଛ ସେ ଆସିଲେ କହିବ ଆଉ ତ ବାପ କହିଲା ସେ ଆସୁ କଥାଟା ମୁଁ କହୁଛି ଶୁଣ ମୋହନ ମୁଁ ରାଧାକୁ ହଜେଇ ଦେଇ ବୀରାକୁ ନିଜର କରିସାରିଛି ରେ ତମେ ଏମିତି ପାଗଳ ପରି କଣ ଭାବି ଯାଉଛ କଣ ଏମିତି କହୁଛ ତମେ ମୁଁ ଝିଅ ବିବାହ କରିଛି ନାଇଁ, ମିଛ କଥା କହୁଛ ତମେ ମୁଁ ଏ ନିଷ୍ପତ୍ତି ନେଇଛି ରାଧା ବାପା ତମେ ଏମିତି ଛିଡ଼ା ହେଇଛ କଣ ତମ ପାଇଁ ଏମିତି ପାଗଳ ପରି କଣ ଭାବି ଯାଉଛନ୍ତି ବାପା ଏମିତି କଣ କହୁଛନ୍ତି ସେ ପରୀକ୍ଷା ଖାତାରେ ଜୀବନ ଅଙ୍କ ଭୁଲ କରିଦେଲା ପରେ ତାକୁ ସୁଧାରିବାର ପ୍ରୟାସ ବୃଥା ବୋଲି ଚିନ୍ତା କରି ମୁଁ କେବଳ ମାର୍କ ଦେବା ଅପେକ୍ଷାରେ ଚାହିଁ ବସିଛି ମୁଁ କହିପାରିବିନି ରେ ମା ଆଶା ଓ ବିଶ୍ୱାସ ଏ ରାଧା ମୋର ଠାରୁ କେବେ ଅଲଗା ହୋଇପାରିବେନି ନିଶ୍ଚୟ ଦିନେ ନା ଦିନେ ଏଠାକୁ ଫେରି ଆସିବୁ ଏମିତି ଜୀବନ ରଖିବାର ମାନେ କଣ ସ୍ୱାମୀ ବିକ୍ରି ଟଙ୍କାରେ ମୋ ଜୀବନ ବଞ୍ଚେଇବି ତମେ କୁହ ମୁଁ ଗର୍ବ ଅନୁଭବ
ଅନ୍ତର ହେଲାଟି ମୋ କହୁଥିଲି ମୋ କଥାକୁ ଦେ ବିଶ୍ରାମ କିଓ ଗନ୍ଧଟା ମୋତେ ସେମିତି ଲାଗୁଥିଲା ଜୀବନ ଜୀବନ ତମ ଭାଇ ଗୁଡିକେ ବଚାଅ ଜୀବନ ସେ ଟଙ୍କା ସେ ଫେରେଇ ଦିଅନ୍ତୁ ସେ ନିଷ୍ପତ୍ତିରୁ ସେ ବାହାରି ଆସନ୍ତୁ ଜୀବନ ବଚାଅ ଟିକେ ଏଇନା ଜୀବନ ନାଇଁ ନାଇଁ ଏଇନା ଜୀବନ ଏବେ ଏବେ ମୋ ଉପରେ ତମେ କୁହ ମୁଁ କଣ ଏ ଘର ପାଇଁ କିଛି କର୍ତ୍ତବ୍ୟ ଅବହେଳା କରିଛି ମୁଁ କଣ ଏ ଘର ପାଇଁ କେବେ କିଛି ବି କର୍ତ୍ତବ୍ୟ କରିଛ ବହୁତ କରିଛ ତୁମ ସ୍ୱାମୀ ଯେତେବେଳେ ସବୁ ଭୁଲିଗଲା ତା ଛଡ଼ା ଆମେ କିଏ ତମ ସ୍ୱାମୀ ସ୍ତ୍ରୀ ଝାମେଲାରେ ଆମେ କାହିଁକି ମୁଣ୍ଡ ପୁରାଇବୁ ତମ ଝାମେଲା ଦେଖି ମୋ ମୁଣ୍ଡଟା ଝାମେଲା ହେଇଗଲା ନ ମାରିଲେ ମୁଁ ବି ପାଗଳ ହୋଇଯିବି ତମ କିଣା ତମେ ସମ୍ଭାଳ ଆମକୁ ସେ ଝାମେଲାରେ ପୁରାଉନି ହଉ ଆସ ତମ ପୁଅ ଟିକେ ବୁଝାଉ ମୋ ଆଖି ସାମ୍ନା ଚାଉ ଘର ହେଇଯିବେ ମୁଁ ସହିପାରିବିନି ମୁଁ ସହିପାରିବିନି ଆହା ସକେ ମାମତର ଆଲୋ ଏ କଥା କହିବାକୁ ମୁଁ କିଏ ବା ନା 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 ଏ କଥା ମୋତେ କାହିଁକି ତୁ ପଚାରୁଛୁ ମୁଁ ଏ ଘରର କିଏ ଯା ବା ତୋ ବାବାକୁ ପଚାରିବୁ ହଁ ସିଏ ତୋ କଥାର ଉତ୍ତର ଦେବେ ହଁ ମୋ ଗେରସ୍ତ ମହାଶୟ ରାଗରେ ମୋ ଉପରେ ଖାଲି ଫଁ 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 ହେଇ ତୁଡ଼ ମାରୁଛନ୍ତି ଏ କଥା ମୁଁ କହିଲେ ମୋ ଜୀବଟା ପୁରା ନଉଟି ଯିବନି ସେଇଠି ଅନେଇଲୁ ମୁଁ ଭୋଳା ଝିଅ କୁନ୍ତଳା ଭଲରେ କହିଲେ ମୁଁ ମା ମଙ୍ଗଳା ଆଉ ଭେଲରେ କହିଲେ ଶ୍ରୀଦେବୀ ମୁଁ ନଙ୍ଗଳା ଆମେ ସବୁ ସମୟ ଦାସରେ ମା ଆମେ ସମୟ ରଥରେ ବସିଛେ ସମୟ ରଥ ଯୁଆଡ଼େ ଯିବ ଆମେ ସିଆଡ଼େ ଯିବାକୁ ପଡ଼ିବ ଜୀବନର ଅନ୍ୟ ନାମ ଯନ୍ତ୍ରଣା କିନ୍ତୁ ଯନ୍ତ୍ରଣାକୁ ଡରିଯିବା ଜୀବନ ନୁହେଁ ତୁ ତୋର ସ୍ୱାମୀର ଇଚ୍ଛାକୁ ସମ୍ମାନ କରି ନୂଆ ଜୀବନଟି ଆଶା କରିବୁନି ଏମିତି ଜୀବନ ରଖିବା ଅପେକ୍ଷା ମୁଁ ସାରା ଜୀବନ ମୁର୍ଦ୍ଦାର ପାଲଟି ଯିବି ବାପା ମୁର୍ଦ୍ଦାର ପାଲଟି ଯିବି ତମେ ମୁର୍ଦ୍ଦା ପାଲଟି ଗଲେ ରାଧା Sarga
ରାଧାକୁ ଚେକଟା ଦେଇ ବୁଝେଇ ସୁଝେଇ ବାହାରୁଥିଲି। ମୁଁ ଆସିଛି ରାଧା, ମୋତେ ମୋ ସମୟ ହେଇଛି, ମୋତେ ବିଦାୟ ଦିଅ। କେମିତି ଖୁସି ହେବି ମୁଁ ମୋ ସ୍ୱାମୀ ମୋ ଆଖି ସାମ୍ନାରେ ଆଉ ଗୋଟେ ଝିଅର ହାତ ଧରି ଯିବେ। କେମିତି ଖୁସି ହେବି ମୁଁ ତମେ କହୁନ। କାହିଁକି ଖୁସି ହେଇପାରିବୁନି? ତୋ ଅପରେସନ ପାଇଁ ମୁଁ 4 ଲକ୍ଷ ଟଙ୍କା ଦେଇଛି। ତା ଛଡା ତୋ ପାଖରେ ରୂପ ଅଛି, ଯୌବନ ଅଛି, ତୁ ଚାହିଁଲେ ନୂଆ ଜୀବନସାଥୀ ପାଇଁ ଘର ସଂସାର କରିପାରିବୁ। ଲୁଗା ବଦଳେଇବା ପରି ମୁଁ ମୋ ସ୍ୱାମୀ ବଦଳେଇ ପାରିବିନି ଭଉଣୀ। ବରଂ ମୋ ପ୍ରତି ଟିକେ ଦୟା କର। ତମ 2 ଜଣଙ୍କ ମଝିରେ ମତେ ଦାସିନୀୟ କରି ରଖ। ମୁଁ କେବେ ବି ମୋ ସ୍ତ୍ରୀର ଅଧିକାର ଜାହିର କରିବିନି। ପଇଟା ପରି ତମ ଘରେ ମୁଁ ଖଟିବି। ସେସବୁର ମୋର କିଛି ଆବଶ୍ୟକ ନାହିଁ। ତା ଛଡ଼ା ମୋ ଘରେ ଚାକରି ବାକରିରେ କ'ଣ ଅଭାବ ଅଛି? ତା ମୁଁ ତତେ ନେଇକି କୋଉଠି ରଖିବି? କେବେ ଦରମା ପାଇଁ ମୁଁ ଅଳି କରିବିନି ଭଉଣୀ। ବିନା ଦରମାରେ ସାରା ଜୀବନ ମୁଁ ଖଟିବି। ଦିନକୁ 2 ଓଳି ଖାଇବୁ ନା? ତା ଛଡ଼ା ତୁ ଗୋଟେ କାମ କର, ମୋହନକୁ ଭୁଲି ଯା, ଆଉ ଗୋଟେ ନିଅ ଜୀବନସାଥୀ ନାହିଁ ଘର ସଂସାର କର। ମୁଁ କେବେ ବି ବିଶ୍ୱାସ କରିନଥିଲି ମୋ ଜୀବନରେ ଏମିତି ଘଟିଯିବ ବୋଲି। ଦୟାରେ ଜୀବନ ଦେଇ ମୋ ସହିତ ବିଶ୍ୱାସଘାତକତା କରିବ ବୋଲି। ମୁଁ ବିଶ୍ୱାସଘାତକତା କରିନି। ସମୟ ଆସିଲେ ସବୁ ଜାଣିପାରିବ। ଠକିଦେଲ ନା ମତେ। ନିଜେ ନିଜ ପାଇଁ ସ୍ୱାର୍ଥପର ହେଇ ବାଛି ନେଲେ ନୂଆ ଏକ ଚାଲିବାର ବାଟ। ଏଠି ଜୀବନ ଛକରେ ମଣିଷ ହାଟ।
କରୁଛୁ କାହିଁ? ମୁଁ ହଇରାଣ କରୁଛି ହେ ରେ ପୋକରା ବୁଢା ତୁ ଯେମିତି ଅନନ୍ୟା ଦୁର୍ଗନ୍ଧିଆ ବାଣ ପାଳୁଛୁ ମଣିଷର ଅଣନିଶ୍ୱାସ ହେଇ ମରିଯିବ। ସେ ମେଡିସିନ ଗୁଡାକ ଗୋଟେ ମେଡିସିନ ଆଣି ମୁଁ 6-7ଟା ଟାବଲେଟ ଖାଇଛି। ମୁଁ ଯେତିକି ଗରମ ହଉଛି ତୁ ନରମ ହେଇ ଯାଉଛୁ। ନରମ ହେଇଯାଉଛି ଏ ଅଜାଣତରେ ତା ପଛପଟେ ହାତ ବାଜିଗଲା ହାତ ଓଦା ଲାଗିଲା ହାତ ଆଣି ଦେଖିଲା ବେଳକୁ କାଦ ଚିଙ୍ଗୁଡି ଚପା ଆଳୁ ଚପା ମୋର ବଢିଆ ଗନ୍ଧଲ। ମୁଁ କଣ କରିବି କହୁନୁ? ଶଳା ସେ ମେଡିସିନ ଗୁଡାକ ଗୋଟେ ରିଆକ୍ସନ କଲା। ମୁଁ ଯେତେ ଥର ଟାଙ୍କି ଟେକୁଛି ସେତେ ଥର ମୁଁ ଫସ୍ ମୁଁ ସେ ଖଟଟାକୁ ଶୋଇପାରିବି ସେ ଖଟଟାକୁ ଶୋଇବିନି ମୁଁ। କହନା ସେ ରାମ ବାଣ ଥିଲା ଅସହ୍ୟ। ସେ ବେଦନା କଷ୍ଟ ନ ସହି ପାରି କେତେବେଳେ ପିସ୍ କି ଦି ତୁ ଯେମିତି ପାଡୁଛୁ ମାନେ ଏତେ ଗନ୍ଧ ହଉଛି ପାଇଖାନା ଟାଙ୍କି ବି ଏତେ ଗନ୍ଧ ହବନି। ଆଲୋ ଶୋଇବୁନି କାହିଁକି? ତୋ ପାଟିରୁ ଯୋଉ ଫଣ ଗହିଆ ଗନ୍ଧ ବାହାରୁଛି ମୁଁ ନିଶ୍ୱାସ ବନ୍ଦ କରି ପଡେ ଦେଉଛି କି ନାହିଁ? ଆଲୋ ତୁ ଟିକେ ସେତେ କାଠେଇ ଯା। କାଠେଇ କାହିଁକି ଏମିତି ପାଡୁଛି ଆଉ ଗନ୍ଧ ସମ୍ଭାଳି ହଉନି କଣ କହୁଛୁ? ଏଇ ବାୟୁ ଦୋଷ ପାଇଁ ଚାରି ଥର ବାହାରିଲେଣି। ବାବୁ 4 ଥର କାକ ଡିଭୋର୍ସ। ବାବୁ ତୁ ହଉଛୁ 5 ନମ୍ବର। ଆଉtra ନାଇକି ନାଇବେ ଏଇଠି ନାକରେ ରୁମାଲ ବାନ୍ଧି ପାଖକୁ ଚାଲିଆ ଚାଲିଆ ନା ଆହୁରି କଣ? ଯାଉ ତିନି କରି ହେଲାଣି ଆଗକୁ ଆଉ ବଡ ପାଇବି କି ନାହିଁ? ମୋର ଗୋଟିଏ ମାତ୍ର ପୁତ୍ର ସନ୍ତାନ ହେଇଗଲେ ମୁଁ ବି ଖୁସ ଆଉ ତୁ ବି ଖୁସ। ନହେଲେ ଶୁଣା ସମ୍ପତ୍ତି ଗୁଡାକ ଭୂତ ଖାଇଯିବ। ବୁଢା ବୟସରେ ବୁଲେଟ ଚଢିବାକୁ କଣ ଇଚ୍ଛା ନାହିଁ? ଚଢିବି ଆଲୋ ମୁଁ ଯେମିତି ଏକ୍ସିଲିଟର ମଡିବି ଶୁଣା ଏ ବହିରା ଗାଁର କୋଉ ଟୋକା ଅଛି ଡାକିଲୁ? ତମେ ଯେମିତି ଏକ୍ସିଲେଟର ମଡୁଛ କେତେବେଳେ ତ ଛିଡେଇ ଦେବ କିଏ କହିପାରିବେନି କିନ୍ତୁ କିଏ ମାରି ପାରିବନି। ମୁଁ ଯେମିତି ଏକ୍ସିଲିଟର ମଡିବି ଶଳା ପୁରା କିଏ ତମର କେତେ ଅଭିଜ୍ଞତା ସେଟା ମତେ ଜଣା। ଗାଡି ଷ୍ଟାର୍ଟ ମାରୁ ମାନେ କିକ୍ ମାରୁ ଇଞ୍ଜିନ ପରା
ଆରେ ନାରୀର କଣ୍ଠସ୍ୱର କି ସେ କୋକିଳ କଣ୍ଠି ଆଇ କୁମ୍ପି ଚମ୍ପା ଓଲ ଚମ୍ପା କଲିଲ ଓଲ ଖୋଲି ଦେ ତ ଦରବାଜା କଣ ଗଲ ଖୁଦି ହୋଏ ତୋର ଆହୁରି ଗୋଟେ ମାଇପ ଅଛି କାଇଁ ମୁଁ ତ ଏ କଥା ଜାଣିନି ହେ ତ ମା ମରୁ କିନା ଇଲୋ ତତେ କହିଥିଲେ ତୁ କଣ ମତେ ବାହା ହେଇଥାନ୍ତୁ ଇଏ ପାଣି ପୁରା ଖୋଲ ଚୁମାଇ ମୋ ଲୋ ମାଇକିଣାଟା ପୁରା ବିକଳିଆ ହେଇକି ଅଛି ଏଇଠି ଚମ୍ପା ଚମ୍ପା କଲି ତମେ ସେ ଅନନ୍ତପୁରକୁ ଯାଅ ସେ ମୋ ଖଟ ସାରା ବହି ପଡ଼ିଛି ହଳଦୀ ପାଣି ତାକୁ ଟିକେ କାଚି କୁଚି ସଫା କରିଦିଅ ମୁଁ ଏଇ ଦାଣ୍ଡର ଟିକେ କାଚି ରଖିତ ସମ୍ଭାଳିବି ଅନଇରୁ କବାଟ ଖୋଲି ଦଉଛି ସିଏ ଗଲା ପରେ ତୋ କଥା ମୁଁ ବୁଝିବି ଇଲୋ ତଳେ ପକାଇ ତ ମୋ ମେରୁଦଣ୍ଡଟା ବ୍ୟାଣ୍ଡ କରିଦେଲୁ ଲୋ ଆଉ କଣ ଉଠି ହଉଛି ମୋର ଟିକେ ଇଲୋ ହାତଟା ଟିକେ ମୋର ଧର ସେଠିକି ଯିବାନେ ଶଳା ତୁ ଗରମକୁ ମୁଁ ଗରମ ଶଳା ଚଟାଣ ଉପରେ ଟିକେ ବାଡ଼େଇ ଷାଠିଏ ଫୁଲ ମଜା ନେବା କୋଳରେ ଶୁଆଇ ଦେବି କଣ ଭାବୁଛୁ ତୁ ଏବେ ହେଇଟି ଅନାନି ଏ ବିଦାବ ମହାନ୍ତି ଫୋଡ଼ିଆ କଣ ଏତେ କମଛ ଶଳା ତୋ ପରିକା ଚାରିଟା ଜବର ମାଇକିଣା ଶଳାରେ କୋଳରେ ବସାଇବ କିସ୍ କରିବେ କିସ୍ ହାତ ଭିତରକୁ ନଜର କରିନା ଆଲୋ କଡ଼କୁ ଚାଲିଆ ଶଳା ମୋ କାତିଟା ଇଲୋ ଅଣ୍ଡରୱାର୍ଟା ପକେଟରେ ରହିଯାଉଛି ଆଲୋ ତୋର କଣ କାଠୁଆ ଲାଗୁଛି ହରି ରାମ କୃଷ୍ଣ
जगन्नाथ प्रेमानंदी ये क्या हुआ हे हरिराम लो माइकड़ा तो हाथ मारे तो प्रथम पाँच ସେଇଟା ଧୀରେ ଧୀରେ ଆଗକୁ ଯିବ ନା ହଉ ଆ ତ ଅଥକୁ ଦୀପଡ଼ା କାମୁଡି ଦିଅ ସବୁଠି ଡିଫେକ୍ଟ ଶୁଣା ମୁଁ କଣ କରିବି କହୁନ କଣ କରିଯିବେ ସରକାର ଶୁଣା ଏମିତି ଜିନିଷ ମୋ ପୃଥିବୀ ଅଗ୍ରତ ମୁଁ ବାଟ ଦେଖିବି ଏତେ ଦୂରରେ କଣ ଛିଡ଼ା ହେଇଛ ଯେ ତମର କଣ କିଛି ଇଚ୍ଛା ହଉନି ଏଇଠି ଆସିଲି ଆଲୋ ମୋ ନାକଟାକୁ ଫଟେଇ ଦବୁ ନା କଣ ମତେ ଯେମିତି ଲାଗୁଛି ମାଙ୍କଡ଼ ପତ୍ର ଦିଟା ମୋ ମୋର ମାଟ ଶ୍ୱଶୁର ପୁଅ ଏଇଟା ଆପଣ ସେ ଚାରି କାତ ଛାଡ଼ି ନିଗଡ଼ ନିଦରେ ଶୋଇଛି ପୁରାଟା ମରିଗଲା ନା ଦେଖିଆ ବୁଢ଼ାଟା ଭାବିଲି କିଛି ସମୟ ପାଇଁ ଶବ ପାଲଟି ଯାଇଛି ଆସ ଆମେ ସେଇ ଶବ ଉପରେ ବସର ରାତି କରି ତମେ କଣ ପୁରା ଶୁଖିକି ଶୁଖୁଆ ହେଇଗଲଣି କଣ କରିବି ଚୁପା କଲି କଣ ହେଲା ତୁ ଆସିବା ଦିନଠୁ ଦୁଇ ମେସିନ୍ ପାଇଲି ନାହିଁ ବାଧ୍ୟ ହେଇ ହାତଟାକୁ ଭରସା କରି এই দেখ দেখ ହାତରେ କାମ ଛଳେଇ ଦେଲ କାମ ଚଳେଇ ଦଉଛି ହେଲେ ଚମ୍ପା କଲି ଓଲୋ ତମର କଣ ସବୁ ଏତେ ଶୁଖି ଶାଖି ଗଲାଣି ମୋଲା ଏ ରୋଜ ଜଣେ ବୁଢା ନିଜେ ଖାଉଛି ନା ମାନେ କାହାକୁ ଖାଇବାକୁ ଦଉଛି
କଣ କଣ କହିଲ ତମେ ଜାଣିବନି କଣ ତୋଳିବା ମଲା ହଁ। ଏ ଗଛ ତମର ହଁ। ବଳ ତମର ହଁ। ଯଦି ବଳ ପାଉଛି ଚଢି ଯାଉନା ଟିକେ ରହ ହେଇଛି ଚଢେଇ हे हरि राम कृष्ण जगन्नाथ प्रेमानंद ये क्या हुआ हे प्रभु हे हरि राम कृष्ण जगन्नाथ प्रेमानंद ये क्या हुआ हे प्रभु हे हरि राम कृष्ण जगन्नाथ प्रेमानंद ये क्या हुआ ଏ ଶଶୁର ପୁଅ ଅଣ୍ଡିରାଟା जगन्नाथ प्रेमानंद ଆପୁଲ ନଡ଼ିଆ ଭିତରେ ପକେଇ ମତେ ଚକମା ଦେଇଦେଲା ଇରେ ଇଏ ରାଧା କୃଷ୍ଣଙ୍କର ଯୁଗଳ ମରନ୍ତି ନୁହେଁ ତ আরে এটা তো মো মাইকিনা আরে এইটা সব কি রে ওইটা তলজি তলি সই তোমার